50,000 ରୁ 55,000 ଭୋଟ ଆମେ ଦେଇଛୁ ପ୍ରଭାତୀ ପରିଡ଼ାଙ୍କ ସପକ୍ଷରେ ଭାରତୀୟ ଜନତା ପାର୍ଟି ସପକ୍ଷରେ ଆମେ ଗଠନ ଦେଇଛୁ। କିନ୍ତୁ ସେ ଲୋକମାନଙ୍କୁ ଯେତେବେଳେ ଦଳର କାର୍ଯ୍ୟକ୍ରମରେ ଖୋଜାଗଲା ନାହିଁ 24 ବର୍ଷ ଭିତରେ ଯେଉଁ କଥା ସେ 4 ବର୍ଷ ନାଲିବତୀ ଚଢ଼ିକରି ନିଜେ ବୁଲୁଥିଲେ ତାଙ୍କର ବୋଧେ ସେ ଭୁଲି ଯାଇଛନ୍ତି। ସମାଜ ମଙ୍ଗଳ ବୋର୍ଡର ଥିଲେ ଏବଂ 4 ବର୍ଷ ସେଥିରେ ନାଲିବତୀ ଚଢ଼ିକରି ସେ ନିଜେ ବୁଲୁଥିଲେ। ଦ୍ୱିତୀୟ କଥା ହେଉଛି ମୁଁ 9 ମସିହାରୁ ଆସିଲି ଆଉ କ'ଣ ହେଇଛି କି ନ ହେଇଛି ନିମାପଡ଼ା ଗୋପ ନିର୍ବାଚନ ମଣ୍ଡଳୀର ଯେକୌଣସି ଗାଁକୁ ପଶିଯିବ ସେ ଗାଁର ଲୋକ ତାର ଉତ୍ତର ଦେବେ ଯେ 15 ବର୍ଷ ଭିତରେ କ'ଣ ତାଙ୍କର ହେଇଛି କି ନ ହେଇଛି ବା କ'ଣ ହେଇଛି କି ନ ହେଇଛି ରାସ୍ତାଘାଟ କଥା କୁହ, କୋଠଘର କଥା କୁହ, ପିଇବା ପାଣି ସମସ୍ୟା କଥା କୁହ, ବିଦ୍ୟୁତ ସମସ୍ୟା ସମାଧାନ ହେବା କଥା କୁହ ବା କୋଠା ହେଉଛି ଯାହା ଯାହା କଥା। ତ ଗଭର୍ଣ୍ଣମେଣ୍ଟ ଇଜ୍ ଏ କଣ୍ଟିନ୍ୟୁଅସ୍ ପ୍ରୋସେସ୍। ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଯେଉଁ ପ୍ରଥମ ସରକାର ହେଇଥିଲା ସିଏ ଯାହା କରିଥିଲେ ଆଜି କ'ଣ ତାଠୁ ବହୁ ଗୁଣରେ ଅଧିକା ହେଇଛି। ସେତେବେଳେ ଆର୍ଥିକ ବ୍ୟବସ୍ଥା ଯାହା ଥିଲା ସେଇ ଅନୁସାରେ ସେ କାର୍ଯ୍ୟ ହେଇଥିଲେ। ସୋ ଗଭର୍ଣ୍ଣମେଣ୍ଟ ଇଜ୍ ଏ କଣ୍ଟିନ୍ୟୁଅସ୍ ପ୍ରୋସେସ୍। ୟାକୁ କିଏ କ'ଣ ହେଲା ନ ହେଲା କିଛି ସେ କଥା ନାହିଁ। ବାକି ସିଏ କ'ଣ କହିଲେ ମୁଁ ସେ କଥା ଗୁଡ଼ିକର ଉତ୍ତର ଦେବା ପାଇଁ ମୋର ଆଗ୍ରହ ନାହିଁ। ମୁଁ ମୋର କାର୍ଯ୍ୟରେ ଅଛି ଲୋକଙ୍କ ସହିତ ମୋର ପ୍ରତ୍ୟେକ ଦୈନିକ ମୋର ବ୍ୟକ୍ତିଗତ କାର୍ଯ୍ୟ ବେପାର ନାହିଁ, ବଣିଜ ନାହିଁ, ଧନ୍ଦା କିଛି ନାହିଁ। ମୋର ଡେଲି 10 ଘଣ୍ଟା 15ରୁ 14 ଘଣ୍ଟା ମୁଁ ଲୋକଙ୍କ ସହିତ ସମୟ ଦେବା ହେଉଛି ମୋର କାମ। ମୁଁ ସେଇ କଥାରେ ଜାରି ଅଛି। ଦେଖନ୍ତୁ ସମାନ୍ତରାଳ ସଂଗଠନ କରିବାର ମୋର କିଛି ଘଟଣା ହେଉଛି କଥା ନାହିଁ। ଆମେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛୁ। ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଆମର ଗୋଲକ ମହାପାତ୍ର ମୋ ଘରେ ଯାଇ ପହଞ୍ଚିଥିଲେ। ମୋତେ ତାକୁ ଘଟଣା ହେଉଛି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପାଇଁ କହିଥିଲେ। ତେଣୁ ମୁଁ ଘଟଣା ଜୁନ 19 ତାରିଖରେ ଯୋଗ ଦେଲି। ନିର୍ବାଚନ ବେଳେ ମଧ୍ୟ ମୋତେ 4ଟି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦିଆଯାଇଥିଲା ପୁରୀ ଜିଲ୍ଲାରେ। ସେଥିରୁ 3ଟି ନିର୍ବାଚନ ମଣ୍ଡଳୀ ମଧ୍ୟ ଭାରତୀୟ ଜନତା ପାର୍ଟି ବିଜୟୀ ହେଲେ। ନିର୍ବାଚନ ସରିବାର 12 ତାରିଖରେ ସରକାର ହେଲା। 17 ତାରିଖରେ ବିଷ୍ଣୁପୁର ଗୋଟେ ରଜ ମହୋତ୍ସବ ମୋ ଗାଁର ଗୋଟେ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥିଲି ଡିସି ମହୋଦୟଙ୍କୁ। ସେ ଯାଇଥିଲେ। ସେଠି ସେ କ'ଣ କହିଛନ୍ତି କ'ଣ କହିଲେ ତାହା ଆଜିର ଦିନରେ ରେକର୍ଡରେ ଅଛି। ଆପଣ ସମସ୍ତଙ୍କ ପାଖରେ ସୋସିଆଲ ମିଡ଼ିଆରେ ବାଜୁଛି। ମୁଁ ଜାଣିନି 17 ତାରିଖରୁ 20 ତାରିଖ ଦିନ ପରେ ମୁଁ ଟେଲିଫୋନ୍ ଆଉ ଉଠେଇଲେନି। ମୋତେ ଘଟଣା ହେଉଛି ମୁଁ ମେସେଜ କଲି ବା ମେସେଜର ଉତ୍ତର ମଧ୍ୟ କିଛି ଆସିଲା ନାହିଁ। ତାପରେ ସେଇଦିନ ଠାରୁ ସେ କିଛି ରେସ୍ପଣ୍ଡ କଲେ ନାହିଁ ଏବଂ ସେଠି 50,000 ରୁ 55,000 ଭୋଟ ଆମେ ଦେଇଛୁ ପ୍ରଭାତୀ ପରିଡ଼ାଙ୍କ ସପକ୍ଷରେ ଭାରତୀୟ ଜନତା ପାର୍ଟି ସପକ୍ଷରେ ଆମେ ଘଟଣା ଦେଇଛୁ। କିନ୍ତୁ ସେ ଲୋକମାନଙ୍କୁ ଯେତେବେଳେ ଦଳର କାର୍ଯ୍ୟକ୍ରମରେ ଖୋଜାଗଲା ନାହିଁ ମେମ୍ବରସିପ୍ ହେଲା ବେଳେ ମେମ୍ବରସିପ୍ କଥା ମଧ୍ୟ ଆମେ ଆମର ଯେଉଁପରି ଭାବରେ ଘଟଣା କରିବା କଥା କରିଛୁ। ଆକ୍ଟିଭ ମେମ୍ବର 400 ନିର୍ବାଚନ ମଣ୍ଡଳୀର ଆକ୍ଟିଭ ମେମ୍ବର 259 ଆକ୍ଟିଭ ମେମ୍ବର ଆମ ସହିତ ଘଟଣା ଅଛନ୍ତି। ଆମେ ଆକ୍ଟିଭ ମେମ୍ବର କରିଛୁ, ରାଜ୍ୟରେ ଆମେ ଦାଖଲ କରିଛୁ। ତ ସେମାନଙ୍କୁ କାହାକୁ ବର୍ତ୍ତମାନ ବୈଠକକୁ ଡକା ହେଲାନି। ନିର୍ବାଚନର ଯେଉଁ ସାଂଗଠନିକ ପ୍ରକ୍ରିୟା ଅଛି ସେ ସାଂଗଠନିକ ପ୍ରକ୍ରିୟାକୁ ଡକା ହେଲା ନାହିଁ। ତ ଯେତେବେଳେ ଡକା ହେଲା ନାହିଁ ଭାରତୀୟ ଜନତା ପାର୍ଟିରେ ଆମେ ଅଛୁ। ତେଣୁ ସେ ଲୋକଙ୍କୁ ମୋଦିଙ୍କ ପାଇଁ ଲୋକଙ୍କର ଯେଉଁ ଭଲ ପାଇବା ଅଛି, ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲୋକଙ୍କର ଯେଉଁ ଭଲ ପାଇବା ଅଛି, ତେଣୁ ମୁଁ ଯଦି ଯେହେତୁ ଦୀର୍ଘ ଦିନର 40 ବର୍ଷର ଗୋଟିଏ ସଂଗଠନ ସେଠି ମୋର ଅଛି, ମୁଁ ଯଦି ସେ ଲୋକଙ୍କ ସହିତ ନ ବସିବି ତାଙ୍କ ସହିତ କଥା ହେବି ନାହିଁ, ବର୍ଷ ପ୍ରାୟ 1.5 ବର୍ଷ ଧରିକିରି ମୁଁ ତାଙ୍କ ସହିତ ଏପର୍ଯ୍ୟନ୍ତ ନିର୍ବାଚନ ପରଠାରୁ ସେ ପ୍ରକ୍ରିୟା ଆରମ୍ଭ ହୋଇନଥିଲା। ତେଣୁ ମୁଁ ନିଶ୍ଚିତ ଭାବରେ ତାଙ୍କ ସହିତ ବସୁଛି। ସେ ପ୍ରତି ପଞ୍ଚାୟତ ଆଜି ଲୋକଙ୍କ ସହିତ ବସୁଛି ଏବଂ ବସିକିରି ଭାରତୀୟ ଜନତା ପାର୍ଟିର ସଂଗଠନ କିପରି ଅଭିବୃଦ୍ଧି ହେବ ସେ କାର୍ଯ୍ୟକ୍ରମରେ ମୁଁ ଅଛି। କିପରି ଭାବରେ ନରେନ୍ଦ୍ର ମୋଦିଙ୍କ ହାତମୁଠା ଅଧିକ ଟାଣ ହେବ, କିପରି ଭାବରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କର ଲୋକଙ୍କ ସରକାରର କିପରି ଭାବରେ ଆହୁରି ସରକାରଙ୍କର ଯେଉଁ ଅଛି କାର୍ଯ୍ୟକ୍ରମ ତାହା କିପରି ଭାବରେ ଲୋକଙ୍କ ପାଖରେ ପହଞ୍ଚିବ। ମନମୋହନ ସାମଲଙ୍କ ନେତୃତ୍ୱରେ ଯେଉଁ ଦଳ ଘଟଣା ହେଉଛି ଆଜି ଆଗକୁ ଆଗକୁ ଯାଉଛି ସେ ଦଳ କିପରି ସୁଦୃଢ଼ ହେବ ମୋର ସେଇ ପ୍ରକ୍ରିୟାରେ ମୁଁ ଅଛି। ମୋତେ ଯଦି କେହି ଡାକିଲେନି, ମୋତେ କେହି ଖୋଜିଲେ ନାହିଁ ବୈଠକକୁ ମୁଁ କ'ଣ ଅଧିକା କରିପାରିବି। ତେଣୁ ମୁଁ ନିଶ୍ଚିତ ଭାବରେ ଏଥିରେ ସମାନ୍ତରାଳ ବୋଲି ମୁଁ କହିବା ପାଇଁ ଚାହିଁବି ନାହିଁ। ମୁଁ ଯେହେତୁ ଦୀର୍ଘ ଦିନ ଧରିକରି କାର୍ଯ୍ୟକ୍ରମ ଭିତରେ ଅଛି ଏବଂ 50,000ରୁ ଉର୍ଦ୍ଧ୍ୱ ଭୋଟ ମୁଁ ଦିଆଇଛି ମୋ ନେତୃତ୍ୱରେ 46ଟା ପଞ୍ଚାୟତରେ।
ତେଣୁ ସେଇ ଲୋକ ଆଜି ବସୁଛନ୍ତି। ଆପଣ ଯେଉଁ ପଞ୍ଚାୟତରେ ମୁଁ ତ କହିଲେ ଖୋଲାଖୋଲି ମୁଁ ତାକୁ ମାନେ ସାଂଗଠନିକ ଭାବରେ ବିଶୃଙ୍ଖଳା କରିବା ପାଇଁ ଚାହିଁବିନି। ମୁଁ କିନ୍ତୁ ଆହ୍ୱାନ କରିବା ପାଇଁ ଚାହିଁବି, ଦରି ପକେଇଦେଲେ କେଉଁ ଦରିରେ ସମୀର ଦାସ ଦରି ଡିସିଏମ୍ଙ୍କ ଦରିରେ କେଉଁ ପଞ୍ଚାୟତରେ କେତେ ଲୋକ ବସିବେ ଏଇଥର ଆପଣ ବୁଝିପାରିବେ। ତ ସେ ଲୋକ ଗୁଡ଼ାକ କୁଆଡ଼େ ଯିବେ? ତ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି, ସେ ମୋଦିଙ୍କ ନେତୃତ୍ୱକୁ ସୁଦୃଢ଼ କରିବା ପାଇଁ ଚାହୁଁଛନ୍ତି, ମୋହନ ମାଝୀଙ୍କ ନେତୃତ୍ୱକୁ ସୁଦୃଢ଼ କରିବା ପାଇଁ ଚାହୁଁଛନ୍ତି, ମନମୋହନ ସାମଲ ସଭାପତିଙ୍କ ନେତୃତ୍ୱକୁ ସୁଦୃଢ଼ କରିବା ପାଇଁ ଚାହୁଁଛନ୍ତି। ତ ସେ କୁଆଡ଼େ ଯିବେ? ତେଣୁ ସେ ଦୃଷ୍ଟିକୋଣରୁ ମୋର ବୈଠକ ପଞ୍ଚାୟତ ଆଇଜି ବୈଠକ ଯେଉଁ କଥା ଗୁଡ଼ିକ ମୁଁ ସେ ବୈଠକ ଗୁଡ଼ିକ ଘଟଣା କରିବାକୁ ବାଧ୍ୟ ହେଉଛି। ଦେଖନ୍ତୁ, ଗୋଟେ ସାଂଗଠନିକ ଲୋକ 1.5 ବର୍ଷ 2 ବର୍ଷ ଧରି ଲୋକଙ୍କ ସାଙ୍ଗେ ଯଦି ନ ବସିବ, ବୈଠକ ନ କରିବ, ତାହେଲେ ସେ ଲୋକ ସଂଗଠନରୁ ଫିଟିଯିବେ। ସେ ଲୋକ କାଲି ସକାଳୁ ସଂଘକୁ ପଳାଇବେ, ସେ ଲୋକ କାଲି ସକାଳୁ କଂଗ୍ରେସକୁ ପଳାଇବେ। ତାଙ୍କୁ ଯଦି ଅଲୋଡ଼ା ହେବ, ଯଦି ମୁଁ ଡାକିବିନି ବସେଇବିନି, ତାଙ୍କ କଥା ଯଦି ମୁଁ ଶୁଣିବିନି, ତାହେଲେ ସେ ଲୋକ ଆମ ସାଙ୍ଗେ ରହିବେ କେମିତି? ଭାରତୀୟ ଜନତା ପାର୍ଟିରେ ରହିବେ କେମିତି? ତେଣୁ ସେ ଦୃଷ୍ଟିକୋଣରୁ ଯାହା ଆବଶ୍ୟକ ସେ ସମ୍ପର୍କରେ ବୈଠକ ଆମେ ଜାରି ରଖିଛୁ। ମୁଁ ସେ କଥା କହିବିନି, ସେ ତ ପୁରା ଅନ୍ତରଙ୍ଗ ହେଇକି ଅଛନ୍ତି। ଦୂରତା ବଢ଼ିଛି କି ନ ବଢ଼ିଛି ସେ କଥା ସମୟ କେବଳ ଆଗାମୀ ଦିନରେ କହିବ। ମୁଁ ଏବେଠାରୁ ସେ କଥା କହିବିନି। ମୁଁ କେବଳ କହିବି, ଆମକୁ ଯେହେତୁ ଖୋଜାଗଲା ନାହିଁ, ଆମକୁ ଯେହେତୁ ଲୋଡ଼ାଗଲା ନାହିଁ, ଆମର 259 ସକ୍ରିୟ ସଦସ୍ୟ, ଟୋଟାଲି ନିର୍ବାଚନ ମଣ୍ଡଳୀରୁ 400ରୁ 259 ସକ୍ରିୟ ସଦସ୍ୟ, 20,000ରୁ ଉର୍ଦ୍ଧ୍ୱ ମେମ୍ବରସିପ୍ ଆମେ କରେଇଛୁ। ରାଜ୍ୟରୁ ମେମ୍ବରସିପ୍ ନେଇ, ରାଜ୍ୟରୁ ଆକ୍ଟିଭ୍ ମେମ୍ବର ଫର୍ମ ନେଇ ଆମେ କରେଇଛୁ। କିନ୍ତୁ ଆମକୁ ଯେତେବେଳେ ଡକା ହେଲାନି, ଖୋଜା ହେଲାନି, ମୁଁ ସେଇଥିପାଇଁ ଘଟଣା ହେଉଛି ମୋର ସେ ଲୋକମାନଙ୍କର ଯେଉଁ ବିଶ୍ୱାସ ଭରସା ଅଛି, ତାଙ୍କର ଭଲ ମନ୍ଦ, ତାଙ୍କ ସୁବିଧା ଅସୁବିଧା, ତାଙ୍କ ରୋଗ ବୈରାଗ ଏ ସମ୍ପର୍କରେ ତ ମୁଁ ନିଶ୍ଚିନ୍ତ ବସିବି ନା। ମୁଁ ସେଥିପାଇଁ ମୋତେ ଘଟଣା ହେଉଛି କିଛି ଏଥିରେ ଭୁଲ ବୋଲି ମୁଁ ଜମା ବିଚାର କରୁନାହିଁ। ତେଣୁ ତାଙ୍କୁ ଭାରତୀୟ ଜନତା ପାର୍ଟି ବ୍ୟାନରରେ ଆମେ ବସିଛୁ, ନରେନ୍ଦ୍ର ମୋଦିଙ୍କ ଫଟୋ ମାରିକିରି ଆମେ ବସୁଛୁ, ମନମୋହନ ସାମଲଙ୍କ ଫଟୋ ମାରିକିରି ବସିଛୁ, ଆମେ ମୋହନ ମାଝୀଙ୍କ ଫଟୋ ମାରିକିରି ବସୁଛୁ, ଆମେ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ମାରିକିରି ଆମେ ଯେଉଁ ବୈଠକ କରୁଛୁ, ଏ ବ୍ୟାନରରେ ସମସ୍ତଙ୍କର ଫଟୋ ରଖିକିରି ଭାରତୀୟ ଜନତା ପାର୍ଟି ନାଁରେ ଆମେ ବୈଠକରେ ବସୁଛୁ। ଆମେ ଭାରତୀୟ ଜନତା ପାର୍ଟିରେ ଅଛୁ। ଆମକୁ ନିମାପଡ଼ାରେ କିଏ ଡାକିଲେ ନ ଡାକିଲେ ବୋଲି ଆମେ କହିବୁ ଭାରତୀୟ ଜନତା ପାର୍ଟିରେ ଆମେ ନାହୁଁ, ଆମେ ତ ଏ କଥା କହିପାରିବୁନି। ତେଣୁ ଆମେ ଭାରତୀୟ ଜନତା ପାର୍ଟିରେ ଯେହେତୁ ଅଛୁ, ଭାରତୀୟ ଜନତା ପାର୍ଟି ବୈଠକ କରୁଛୁ। ଶେଷ ପ୍ରଶ୍ନ ରହିବ ଯେ ଯୋଉଦିନ ନିର୍ବାଚନ ରେଜଲ୍ଟ ବାହାରିଲା ସେଦିନ ଗୋଟେ ଫଟୋଟି ସାମ୍ନାକୁ ଆସିଲା, ସୋସିଆଲ ମିଡିଆରେ ବେଶୀ ଟ୍ରେଣ୍ଡ ମଧ୍ୟ କଲା ଯେ ପ୍ରଭାତୀ ପରିଡ଼ା ଆପଣଙ୍କ ପାଖକୁ ଯାଇ ଗଲେ, ଭେଟିଲେ ଏବଂ ଧନ୍ୟବାଦ ମଧ୍ୟ ଜଣେଇଲେ। କିନ୍ତୁ ତା ପରଠୁ କଣ ତିକ୍ତତା ବଢିଲା, କାହିଁକି ସେ ତିକ୍ତତା ବଢିଲା? ମୁଁ ତ ନିଜେ ଜାଣିନି। ମୋର ତ ଜାଣିବା ପାଇଁ ଆଜିର ଦିନରେ ବି ପ୍ରଚଣ୍ଡ ଆଗ୍ରହ। ଏଣ୍ଟାର ନିର୍ବାଚନଟାକୁ ସେଠି କାନ୍ଦକୁ ଆମେ ନେଇଥିଲୁ, ଆମ ଲୋକ ନେଇଥିଲେ, ମୁଁ ନେଇଥିଲି। କ'ଣ ସେଥିରେ ଆମର ଭୂମିକା ଥିଲା ସେ ନିମାପଡ଼ାବାସୀ ଜାଣିଛନ୍ତି। ମୋ ନିଜ ବାଜା ନିଜେ ବଜେଇବାକୁ ମୁଁ ଚାହିଁବିନି। କ'ଣ ପାଇଁ ସମ୍ପର୍କ କାଟିଲେ, କ'ଣ ମୋର ଅସୁବିଧା ହେଲା, କ'ଣ ମୁଁ ଭୁଲ କଲି କି ସାଂଗଠନିକ ଭାବେ ରାଜ୍ୟରେ ବା ଜିଲ୍ଲାରେ ଏପରି ତ କିଛି ମୁଁ କରିନାହିଁ। ବ୍ୟକ୍ତିଗତ ଭାବରେ କ'ଣ ତାଙ୍କର ମୁଁ ଘଟଣା ହେଉଛି କଲି ଯେଉଁଥିପାଇଁ ତାଙ୍କର ଅସୁବିଧା ଭାବ ହେଲା ମୁଁ ତ ନିଜେ ଜାଣି, ସାରା ନିମାପଡ଼ାବାସୀ ସେଟା ଚାହୁଁଛନ୍ତି ଜାଣିବା ପାଇଁ। କେବଳ ଏତିକି ମୁଁ ଶୁଣୁଛି, ମୋ ସାନ ଭାଇକି ସେ କହିଲେ ଯେ ଫଟୋଟା କାହିଁକି ଭାଇରାଲ ହେଲା, ସେଥିରେ ତାଙ୍କ ସମ୍ମାନ ଗଲା। ଗଣତି ଦିନ ସେ ଆସିଲେ, ମୋତେ ମୁଣ୍ଡିଆ ମାରିଲେ, କେତେ ଶହ ଶହ ଲୋକ ଥିଲେ, କିଏ ଫଟୋ ଉଠେଇଲା, ଫଟୋଟା କେମିତି ଭାଇରାଲ ହେଲା, ମୁଁ ବି ସେ କଥା ନିଜେ ଜାଣିନି, ମୁଁ ସେ କଥା କହିପାରିବି ନାହିଁ। କିନ୍ତୁ ମୁଁ କେବଳ କାରଣ କିଛି ମୁଁ ଜାଣିନି। ମୋ ନିଜ ସାନ ଭାଇକି ଫୋନ୍ କରିକି ସେ କହିଲେ ଯେ ଏଇ କଥାଟା ଘଟଣା ହେଉଛି, ଗୋଟେ ଫଟୋ ଭାଇରାଲ ହେଲା, ଏଥିରେ ମୋ ସମ୍ମାନ ପଳାଉଛି, ଏଇଟା ଭଲ ହେଉଛି ନା ଏ କଥା ଭଲ ନାହିଁ, ଆପଣ ଭାଇନାଙ୍କ ସାଙ୍ଗେ କଥା ହୁଅନ୍ତୁ, ମୋତେ କହିଲେ। ଆଉ ମୋତେ ଏ ବିଷୟରେ ତ ଘଟଣା ହେଉଛି ସେ କିଛି କଥା ହେଲେନି। ତାପରେ ତ ମୁଁ କହିଲି ଫୋନ୍ ଉଠେଇଲେନି, ଫୋନ୍ କରିଦେଲେ। 17 ତାରିଖରେ ଯାଇଥିଲେ କାର୍ଯ୍ୟକ୍ରମକୁ, 20 ତାରିଖ ପରଠାରୁ ଆଉ ସେ ମୋ ସହିତ ମୁଁ ଫୋନ୍ ଉଠେଇଲେନି, ମେସେଜ ରିସିଭ୍ କଲେନି, କିଛି ଘଟଣା କଲେନି। ଏ ସମ୍ପର୍କରେ ଯେଉଁମାନେ ରାଜ୍ୟର ନେତୃତ୍ୱ ଅଛନ୍ତି, ମୁଁ ଡେ 1ରୁ 1.5 ବର୍ଷ ଧରିକି ନିର୍ବାଚନ ବାସୀଠାରୁ ଯେଉଁ ଡେଭଲପମେଣ୍ଟ ହେଇଛି, ମୋ ରାଜ୍ୟର ପ୍ରମୁଖ ନେତୃତ୍ୱ ଯେଉଁମାନେ ଅଛନ୍ତି, ସଭାପତିଙ୍କଠାରୁ ସଂଗଠନ ସମ୍ପାଦକଠାରୁ ରାଜ୍ୟର ସମସ୍ତ ନେତୃତ୍ୱକୁ ଏକଥା ମୁଁ ଅବଗତ କରାଇଛି। ଏବଂ ଗୋଟେ ଶୃଙ୍ଖଳିତ ଲୋକ ହିସାବରେ ମୁଁ କିଛି କାହା ଘଟଣା ହେଉଛି ନାହିଁ, ଗୋଟେ ଶୃଙ୍ଖଳିତ ଲୋକ ହିସାବରେ ଯେଉଁ ସଂଗଠନଟା ଅଛି, 50,000 ଲୋକ ଯେଉଁମାନେ ଭୋଟ ଦେଇଥିଲେ, ପ୍ରତି ପଞ୍ଚାୟତରେ ଯେଉଁ ଅଛି ଆଜିର ଦିନରେ 22ଟା ସରପଞ୍ଚ ଆମ ସାଙ୍ଗରେ ଘଟଣା ହେଉଛି ଅଛନ୍ତି, ପଞ୍ଚାୟତ ସମିତି ଅଛି, ପଞ୍ଚାୟତ ସମିତି ଚେୟାରମ୍ୟାନ୍ ଯିଏ ସମର୍ଥନ ତାଙ୍କୁ ଦେଇଥିଲେ ସେମାନଙ୍କ ଘଟଣା ହେଉଛି କଥା ମଧ୍ୟ ସେ ଯେହେତୁ ଅଣଦେଖା କରୁଛନ୍ତି, କାହା କଥା ଶୁଣୁନାହାନ୍ତି, ଏସବୁ କଥା ପାଇଁ। ତେଣୁ ସେ ସଂଗଠନଟା ଭାରତୀୟ ଜନତା ପାର୍ଟିର ସେ ସଂଗଠନଟା ରକ୍ଷା କରିବା ପାଇଁ ମୋତେ ବୈଠକ କରିବାକୁ ପଡ଼ୁଛି, ମୁଁ ବୈଠକ କରୁଛି।